এই ଯୋଉ ଘଟଣା ଆସିଛି ହଁ ଏଇଟା ଗୋଟେ ଏମିତି ଘଟଣା ଯାହାକି କେବେ କିଏ ଚାହେଁନି। ଆମେ ଡାକ୍ତର ମାନେ ଚାହୁଁନା କି ଆପଣ ମାନେ ବି ନା ଚାହିଁବେନି କି ରୋଗୀ ବି ସାର୍ ଚାହିଁବେ। ଶୁଣନ୍ତୁ ପୁରା ପର୍ଟିକୁଲାର କୁହନ୍ତୁ ଯେ ଭୁଲ ଖବରଟି କଣ, ଯେ ଭିଡିଓଟି ଭୁଲ ନା ଏ ଜାଗା ନୁହଁ ନାଇଁ ଅଲଗା ଜାଗା ନାଇଁ ନା ସେ ଲୋକଟି ପଡିନି, ଏଇ ଖବରକୁ ସୋସିଆଲ ମିଡିଆରେ ଦବା ଭୁଲ। କିଏ ଦବା ଯୋଉ ଦେଖନ୍ତୁ ଏସସିବି କିଏ ଦବା ସାର୍ ଭୁଲ? ନାଇଁ ଯିଏ ବି ଦେଇଛନ୍ତି ଆମେ ଜାଣିନାం ହଁ ତାର ଇନକ୍ୱାରି କରୁଛୁ। ନା ଆପଣ କେମିତି କହିପାରିବେ ଏଇଟା ଭୁଲ ବୋଲି? ଏସସିବି ଉପରେ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଅଛି। ସାର୍ ଭୁଲଟା ଭୁଲ ଦେଖିବା କଣ ଭୁଲ? ଲୋକ ନାଇଁ ଦେଖନ୍ତୁ ଜଣେ ଯଦି ସାହାଯ୍ୟ କରିବାକୁ ଚାହୁଁଛନ୍ତି ରୋଗୀ ଯିଏ ବି ନେଗଲେକ୍ଟ ହଉଛି ଯିଏ ବି ସେଇଟା ଯଦି ସୋସିଆଲ ମିଡିଆରେ ପଡିବାଟା ଭୁଲ। ନାଇଁ ଆମେ ତ କହୁଛୁ ଏଇଟା ଦୁର୍ଭାଗ୍ୟପୂର୍ଣ୍ଣ। ହଁ ଆମେ କହୁଛୁ ଏଇ ଘଟଣା ଆମେ ଦୁର୍ଭାଗ୍ୟପୂର୍ଣ୍ଣ ବି କହୁନୁ ଯେ ଯାହାକି ଡାକ୍ତର ମାନେ ଜାଣିକି କି ହଁ ନର୍ସ ମାନେ ଜାଣିକି କଲେ କହିଛନ୍ତି। କିନ୍ତୁ ଏସସିବି ଏଇ ଘଟଣା ନୁହେଁ, ମେଡିସିନ ବିଭାଗ ଏଇ ଘଟଣା ନୁହେଁ, ମେଡିସିନ ଆଇସିୟୁ ଏୟା ନୁହେଁ। ଯୋଉଥିପାଇଁ ଆପଣ ମାନେ ଆଜି ଭାବୁଛନ୍ତି ଯେ ମେଡିସିନ ଆଇସିୟୁରେ ଏମିତି କିଏ ଗଳି ଯାଉଛି, କିଏ ବ୍ଲିଡିଂ ନା ଆମେ କରୁଛି, ଭାବୁନୁ କିଏ ସାର୍, ଭିଡିଓ କହୁଛୁ, ଆମେ କିଛି ଭାବୁନୁ। ସେଟା ନିଶ୍ଚିତ ଭାବରେ ନାଇଁ ସାର୍ ଭିଡିଓ ଯାହା କହୁଛୁ ଆମେ କିଛି କହୁନୁ, ଯାହା ସାର୍ ଭିଡିଓଟା କହୁଛୁ। ଆମେ ଯଦି ଦେଖିଲେ ଆମେ ତ ଯାହା ପ୍ରସାରଣ କରୁଛୁ ଭିଡିଓକୁ ନେଇ କରୁଛୁ। ଅକସ୍ମାତ ମୁହୂର୍ତ୍ତରେ ଆମେ ଯଦି କିଛି ଦୁର୍ଘଟଣା ଦେଖିଲେ ଆମେ ତାକୁ ସଠିକ କରିବା ପାଇଁ ଚେଷ୍ଟା କରିବା, ରୋଗୀଟିକୁ ରକ୍ଷା କରିବା ପାଇଁ ଚେଷ୍ଟା କରିବା। ତାହା ନ କରି ଆମେ ଏଇ ଘଟଣାକୁ ଏସସିବି ମେଡିକାଲ କଲେଜ ବିରୁଦ୍ଧରେ, ମେଡିସିନ ବିଭାଗ ବିରୁଦ୍ଧରେ, ଆଇସିୟୁ କେୟାର ବିରୁଦ୍ଧରେ ସାରା ସୋସିଆଲ ମିଡିଆରେ ଭାଇରାଲ କରି ଡାକ୍ତରଙ୍କୁ ଏସସିବି କୁ ବଦନାମ କରିବାର ଯୋଉ ପ୍ରଚେଷ୍ଟା ତାକୁ ମୁଁ ଭୁଲ କହୁଛି।